হ্যালো, জয় জগন্নাଥ, ଜୟ ଶ୍ରୀରାମ। ଆଜି ଆମେ କଥା ହେବା ଦ କିଙ୍ଗ ରିଅଲ କିଙ୍ଗ ବିରାଟ କୋହଲିଙ୍କ ଉପରେ। ଟେଷ୍ଟ କ୍ରିକେଟରୁ ରିଟର୍ନ ନେଇଗଲେ ଦ କିଙ୍ଗ ବିରାଟ କୋହଲି। ସେ ଚାହିଁଥିଲେ ଆରାମସେ ଆଉ ଗୋଟେ ଟେଷ୍ଟ ଚାମ୍ପିଅନସିପ୍ ସାଇକେଲ ଖେଳିପାରିଥାନ୍ତେ। ଫିଟନେସ୍ ୱାର୍ଲଡର ବେଷ୍ଟ ଫିଟନେସ୍ ବିରାଟ କୋହଲିଙ୍କର ଅଛି। ସେ ଚାହିଁଥିଲେ ଆହୁରି ଆରାମସେ ଲଙ୍ଗ 5 ଇୟର ଖେଳିପାରିଥାନ୍ତେ, ବଟ୍ ସେ ଏତେ ଆଉ ଚାହିଁଲେନି ଖେଳିବା ପାଇଁ। ନହେଲେ ତାଙ୍କର ଯେଉଁ ଫିଟନେସ୍ ଆହୁରି 5-6 ବର୍ଷ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିପାରିଥାନ୍ତେ ଟେଷ୍ଟରେ। ମୋତେ ଲାଗୁଥିଲା ଟେଷ୍ଟ ଫର୍ମାଟ୍ ସେ ଲାଷ୍ଟରେ ଛାଡ଼ିବେ, ବଟ୍ ସେ ଟେଷ୍ଟ ଜଲ୍ଦି ଛାଡ଼ିଦେଲେ। T20 ଠିକ୍ ଟାଇମ୍ରେ ଛାଡ଼ିଛନ୍ତି, ପରଫେକ୍ଟ ଟାଇମ୍ରେ। ୱିନିଂ ଜିତିଲେ, ଛାଡ଼ିଲେ, ଟାଇମ୍ ବି ଠିକ୍, ଏଜ୍ ବି ଠିକ୍ ଥିଲା। T20 ପାଇଁ ପରଫେକ୍ଟ ରିଟାୟାରମେଣ୍ଟ। ଟେଷ୍ଟ କିନ୍ତୁ ବହୁତ ଜଲ୍ଦି ହେଇଗଲା, ବହୁତ ଜଲ୍ଦି ଏକ୍ସପେକ୍ଟ ବାହାରେ। ବଟ୍ ମୋତେ ଲାଗିଲା ଦୁଇଟା କାରଣ ପାଇଁ ଟେଷ୍ଟ କ୍ରିକେଟ ଜଲ୍ଦି ଛାଡ଼ିଲେ। ଫାର୍ଷ୍ଟ କଥା ହେଉଛି ନ୍ୟୁଜିଲାଣ୍ଡ ହୋମ୍ ସିରିଜ୍ ଇଣ୍ଡିଆ ହାରିଲା। ସାଣ୍ଟନରଙ୍କର ଗୋଟେ ଫୁଲଟସ୍ ବଲ୍ରେ ବୋଲ୍ଡ ହେଲେ କୋହଲି। ମୋତେ ଲାଗୁଛି ହୋମ୍ ସିରିଜ୍ ହାରିବାର ଗୋଟେ ବହୁତ ଶକ୍ତ ଧକ୍କା ଲାଗିଥିଲା। ବିକଜ ବିରାଟ କୋହଲି ସେ ହୋମ୍ ସିରିଜ୍ରେ ପ୍ରାୟ ତାଙ୍କ ଆଭରେଜ୍ 2020 ପରଠୁ ଏତେ ଭଲ ନଥିଲା। ସ୍ପିନ୍ରେ ବହୁତ ବାର ଆଉଟ୍ ହେଉଥିଲେ, ତାଙ୍କୁ ଟିକେ ସେଟା ଲାଗୁଥିଲା। ବଟ୍ ଯେଉଁଥର ହୋମ୍ ସିରିଜ୍ ହାରିଗଲେ ସେଟା ବହୁତ ବାଧିଛି ତାଙ୍କୁ, ହୋମ୍ ସିରିଜ୍ ହାରିବାଟା। ଦେନ୍ ଅଷ୍ଟ୍ରେଲିଆରେ ବୋଲାଣ୍ଡ ଯେଉଁପରି ଭାବରେ ବିରାଟ କୋହଲିଙ୍କୁ ଆଉଟ୍ କଲେ, ସେ ନିଜେ ଜାଣିଥିଲେ ମୁଁ ଆଉ ଟେଷ୍ଟ ଖେଳିବି ନାହିଁ। ସେ ମୋତେ ଲାଗୁଛି ଟେଷ୍ଟ ସିରିଜ୍ ମାଇଣ୍ଡ ସେଟ୍ କରିଦେଇଥିଲେ। ଜଷ୍ଟ ଗୋଟେ ପ୍ଲାନ୍ ପାଇଁ ଇଂଲଣ୍ଡ ସିରିଜ୍ ପାଇଁ ଟ୍ରାଏଲ୍ କରୁଥିଲେ, ସେ ନିଜକୁ ନିଜେ ରଣିଛି ସେଥିପାଇଁ ଖେଳୁଥିଲେ। ବଟ୍ ସେ ଅଷ୍ଟ୍ରେଲିଆରୁ ହାରିଲା ପରେ ପୁରା ଭାଙ୍ଗି ପଡ଼ିଥିଲେ ଟେଷ୍ଟରେ। କାରଣ ମୁଁ ଡେବ୍ୟୁ କରିବାଠୁ ଆଜି ସେ ସବୁ ମ୍ୟାଚ୍ କୋହଲିଙ୍କର ଦେଖିଛି। ଏମିତି ନିରୁପାୟ ଭାବେ ଆଉଟ୍ ହବା ମୁଁ କେବେ ଦେଖିନି। ଗୋଟେ ଇନିଂସରେ ଦୁଇ ଥର ଆଉଟ୍ ହବା, ନୋ ବଲ୍ରେ ଥରେ ଆଉଟ୍ ହବା, ଭଲ ବଲ୍ରେ ଥରେ ଆଉଟ୍ ହବା। ବୋଲାଣ୍ଡ କହି ତାଙ୍କୁ ପ୍ରଥମ ଓଭରରେ ଆଉଟ୍ କରୁଥିଲେ, ସେଟା ତାଙ୍କୁ ବହୁତ ବାଧିଥିଲା। ଆଉ ଏଇ ଲେବୁଲ୍ର ବ୍ୟାଟ୍ସମ୍ୟାନ୍ ଏମିତି ଆଉଟ୍ ହବା ବହୁତ କଷ୍ଟ ତାଙ୍କୁ ଦେଇଛି। ସେଥିପାଇଁ ମୋତେ ଲାଗୁଛି ସେ ରିଟାୟାରମେଣ୍ଟ ଆନାଉନ୍ସ କରିଛନ୍ତି। ମାନେ ତାଙ୍କର ମୋଟିଭେସନ୍ ହେଲା ମାନେ ବୋଲାଣ୍ଡ ବୋଲର ବାରମ୍ବାର ଆଉଟ୍ କରିବା ବିରାଟ କୋହଲିକି, ଏଇଟା କୋହଲିକି ବହୁତ ବାଧିଥିଲା। ଆଉ ଆଉଟ୍ କରିବାଟା ବଡ଼ କଥା ନୁହେଁ। ସେ ହଁ ମାରି 80-90 ରନ୍ କରିକି ଆଉଟ୍ ହେଇଥିଲେ କିଛି ବାଧି ନଥିଲା। ପ୍ରତ୍ୟେକ ଓଭରରେ ଆଉଟ୍ କଲେ, ଦୁଇ ଥର ଆଉଟ୍ କରିଛି ବୋଲାଣ୍ଡ। ନୋ ବଲ୍ରେ ଥର ଆଉଟ୍ କରିଛି, ଭଲ ବଲ୍ରେ ବି ଥର ଆଉଟ୍। ତେଣୁ କୋହଲିକି ସେଇଟା ବହୁତ ବାଧିଛି। ସେ ସେଥିପାଇଁ ମୋ ମତରେ, ମୋ ପଏଣ୍ଟ ଅଫ୍ ସେଥିପାଇଁ ରିଟର୍ନ ନେଲେ। ନହେଲେ ସେ ଆରାମସେ ଖେଳିପାରିଥାନ୍ତେ ଟେଷ୍ଟ, ଆହୁରି ଗୋଟେ ସାଇକେଲ ଖେଳିପାରିଥାନ୍ତେ, ଆହୁରି 2-3 ଇୟର ଆରାମସେ। ସେଥିପାଇଁ ସେ ହୋମ୍ ସିରିଜ୍ ହାରିବାଟା ଶକ୍ତ ଧକ୍କା ଲାଗିଲା ତାଙ୍କୁ ନିଜକୁ ପର୍ସନାଲି। ନହେଲେ ସେ ଫୁଲଟସ୍ ବଲ୍ରେ କେବେ ଆଉଟ୍ ହେବା କଥା ନୁହେଁ। ତାଙ୍କ ନିଜକୁ ନିଜ ଷ୍ଟାଣ୍ଡାର୍ଡ଼ରେ ତାଙ୍କୁ ସେଇଟା ବହୁତ କଷ୍ଟ ହୋଇଛି ନ୍ୟୁଜିଲାଣ୍ଡ ହୋମ୍ ସିରିଜ୍ ହାରିବାଟା। ଦେନ୍ ଅଷ୍ଟ୍ରେଲିଆର ବୋଲାଣ୍ଡ ଯେଉଁ ପରିମାଣ ତାଙ୍କୁ ଆଉଟ୍ କଲେ, ସେଇ ଦୁଇଟି କାରଣ ମୋତେ ଲାଗୁଛି। ଆଉ ଏପଟ ମିଡ଼ିଆରେ ବହୁତ କଥା କହୁଛନ୍ତି, ସେ ନୁହେଁ, କିଛି ନୁହେଁ। ସମସ୍ତ ଟାଇମ୍ ଆସିବ, ସମସ୍ତେ କେତେ ତେନ୍ଦୁଲକର ବି ଛାଡ଼ି ଯାଇଛନ୍ତି, ଗାଭାସ୍କର ବି ଛାଡ଼ି ଯାଇଛନ୍ତି, ସେ କଥା ନୁହେଁ। ଜଣେ ଫେଭରାଇଟ୍ ଖେଳାଳି, ଇଣ୍ଡିଆକୁ ଟେଷ୍ଟ ଫରେନ୍ରେ ଗାଙ୍ଗୁଲି ସାର୍ ଜିତେଇଛନ୍ତି, ବଟ୍ ସିରିଜ୍ ଜିତେଇଛନ୍ତି ବିରାଟ କୋହଲି। ଅଷ୍ଟ୍ରେଲିଆରେ 2 ଥର, ଓହୋ, ଅଷ୍ଟ୍ରେଲିଆରେ ସିରିଜ୍ ଜିତିବା ଇଣ୍ଡିଆ କେବେ ଜିତିନଥିଲା। ବିରାଟ କୋହଲି ପେସ୍ ବ୍ୟାଟେରୀ ତିଆରି କଲେ, ଅଷ୍ଟ୍ରେଲିଆକୁ ମୁହଁତୋଡ଼ ଜବାବ ଦେଲେ। ସେଟା କୋହଲି ଲାଇଫ୍ ଟାଇମ୍ ସବୁଠୁ ବେଷ୍ଟ ଟେଷ୍ଟ କ୍ୟାପ୍ଟେନସିପ୍ ରହିବେ। ସବୁଠୁ ବେଷ୍ଟ ଟେଷ୍ଟ କ୍ୟାପ୍ଟେନ୍ ବିରାଟ କୋହଲି। ଫରେନ୍ରେ ଜିତେଇଛନ୍ତି ସିରିଜ୍। ଏଣୁ ୱାନ୍ଡେରେ ତ ନମ୍ବର 1 ବ୍ୟାଟ୍ସମ୍ୟାନ୍, ୱାର୍ଲଡର ନମ୍ବର 1 ବ୍ୟାଟ୍ସମ୍ୟାନ୍। ସେ ତ ଓଭରଅଲ୍ ନମ୍ବର 1 ବ୍ୟାଟ୍ସମ୍ୟାନ୍। କିନ୍ତୁ T20 ତାଙ୍କ ଷ୍ଟ୍ରାଇକ୍ ରେଟ୍ ଟିକେ କମ୍ ଥାଏ। ସେ T20ରେ ଏବେ ବହୁତ ଭଲ ଖେଳୁଛନ୍ତି, ବଟ୍ କୋହଲି ଆକ୍ଚୁଆଲି ପାୱାର ହିଟର ନୁହନ୍ତି। ସେ ଷ୍ଟ୍ରାଇକ୍ ରେଟ୍ 130-40ରେ 150 ଉପରେ ଖେଳିପାରିବେ, ବଟ୍ ପାୱାର ହିଟର କୋହଲି ନୁହନ୍ତି। ବଟ୍ 3 ଫର୍ମାଟ୍ର ବେଷ୍ଟ ପ୍ଲେୟାର। ବଟ୍ ମୋତେ ଲାଗେ ତାଙ୍କର ବେଷ୍ଟ ହେଉଛି ୱାନ୍ ଡେ, ତାପରେ ହେଉଛି ଟେଷ୍ଟ, ତାପରେ ହେଉଛି T20। ମୋତେ ଏମିତି ଲାଗେ। ଆପଣଙ୍କର କ'ଣ ମତାମତ କମେଣ୍ଟରେ ଜଣାଇବେ। ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ଆଉ ସେୟାର କରିବେ। ଥ୍ୟାଙ୍କ ୟୁ।